हाय पिलामाने समस्तଙ୍କୁ ଓଡ଼ିଆ ସାର୍ ଓ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ଦଶମ ଶ୍ରେଣୀ ଓଡ଼ିଆ ବିଷୟ ମଡେଲ କ୍ୱେଶ୍ଚନ୍ ପେପର୍ସ ଉପରେ ଆମେ ଆଲୋଚନା କରିବା। ଆଗରୁ ମୁଁ ସେଟ୍ 1 ଏବଂ ସେଟ୍ 2 ଭିଡ଼ିଓ ସେୟାର କରିଛି, ଯାହାର ଲିଙ୍କ ମଧ୍ୟ ଏହି ଭିଡ଼ିଓର ଡେସ୍କ୍ରିପସନରେ ଅଛି। ଆମେ ଆଜି ଆଲୋଚନା କରିବା ମଡେଲ କ୍ୱେଶ୍ଚନ୍ ପେପର ସେଟ୍ ନମ୍ବର 3। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିଦେବ, କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଭାବରେ ଜଣାଇବ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଓଡ଼ିଆ ସାର୍ ଓ ହ୍ୱାଟ୍ସଆପ୍ ଚ୍ୟାନେଲକୁ ଫଲୋ କରିନଥିଲେ ଡେସ୍କ୍ରିପସନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ତୁମେ ଫଲୋ କରିପାରିବ। ଚାଲ ଆମେ ଭିଡ଼ିଓଟି ଆରମ୍ଭ କରିବା। ଦେଖିପାରୁଛ ପିଲାମାନେ, ପ୍ରଥମେ ଗୋଟେ ଅନୁଚ୍ଛେଦ ଅଛି, ଅନୁଚ୍ଛେଦକୁ ତୁମେ ଅଭ୍ୟାସ କରିବ। ଦ୍ୱିତୀୟ ପ୍ରଶ୍ନ ଅଛି, ଦେଖ ଯେକୌଣସି ଗୋଟିଏ ବିଷୟ ରଚନା ଲେଖ। ଅରଣ୍ୟ ସମ୍ପଦର ସୁରକ୍ଷା, ନିରକ୍ଷରତା ଏକ ସାମାଜିକ ବ୍ୟାଧି, ଶୀତକାଳୀନ ପଲ୍ଲୀର ଦୃଶ୍ୟ। ଏହି ତିନୋଟି ରଚନା ଅଛି, ଏଗୁଡ଼ିକ ତୁମେ ଅଭ୍ୟାସ କରିବ। ନମ୍ବର 3, ଅର୍ଥନୈତିକ ଦୃଷ୍ଟିରୁ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାର ଯୁକ୍ତତା ଦର୍ଶାଇ ଯେକୌଣସି ଦୈନିକ ସମ୍ବାଦପତ୍ରର ସମ୍ପାଦକଙ୍କ ନିକଟକୁ ପତ୍ର ଲେଖ, କିମ୍ବା ଓଡ଼ିଆକୁ ସରକାରୀ ଭାଷା ଭାବରେ ପ୍ରତ୍ୟେକ ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି ଜଣାଇ ଦୈନିକ ସମ୍ବାଦପତ୍ରର ସମ୍ପାଦକଙ୍କୁ ପତ୍ର ଲେଖ। ଏହି ଦୁଇଟି ତୁମେ ଅଭ୍ୟାସ କରିବ ପିଲାମାନେ। କେମିତି ଲେଖିବ ଯଦି ଜାଣିପାରୁନ କମେଣ୍ଟ କର, ମୁଁ ନିଶ୍ଚିତ ଭାବରେ ଗାଇଡ଼ କରିବି। ସେକ୍ସନ୍ ସି ଦେଖିବା, ଛନ୍ଦରୁ ଅଛି। ଆଉ ପିଲାମାନେ ଛନ୍ଦର ଯେଉଁ ପ୍ରଶ୍ନ ଏଠି ଦିଆଯାଇଛି ଏମିତିକା ପ୍ରଶ୍ନ ଆସେ ନାହିଁ। ଛନ୍ଦର ନାଁ ରହିଥାଏ ଏବଂ ତାର ଲକ୍ଷଣ, ଉଦାହରଣ, ଜ୍ୟୋତିପାତ ଲେଖିବା ପାଇଁ ପ୍ରଶ୍ନ ରହିଥାଏ 4 ମାର୍କର। ନମ୍ବର 5, ସୂଚନା ଅନୁସାରେ ବାକ୍ୟ ଗୁଡ଼ିକୁ ପରିବର୍ତ୍ତନ କର। ଆଇରେ ଅଛି, ବନ୍ଧୁ ମୋ କହିବା କଥାକୁ ବିଶ୍ୱାସ କଲେ ନାହିଁ। ଜଟିଳ ବାକ୍ୟରେ ରୂପାନ୍ତର କରିବାର ଅଛି। ବନ୍ଧୁଙ୍କୁ ମୁଁ ଯେଉଁ କଥା କହିଲି ସେହି କଥାକୁ ସେ ବିଶ୍ୱାସ କଲେ ନାହିଁ। ଏହା ହେଲା ଉତ୍ତର। ସେକେଣ୍ଡ ଆଇ, ସୁଦାମା ଦରିଦ୍ର କିନ୍ତୁ ବନ୍ଧୁ ବତ୍ସଳ ଥିଲେ। ସରଳ ବାକ୍ୟ ଲେଖିବାର ଅଛି। ସୁଦାମା ଦରିଦ୍ର ହେଲେ ମଧ୍ୟ ବନ୍ଧୁ ବତ୍ସଳ ଥିଲେ। ଉତ୍ତର। ଥାର୍ଡ଼ ଆଇ, ମୋ ଅନୁରୋଧକୁ ପ୍ରଧାନ ଶିକ୍ଷକ ପ୍ରତ୍ୟାଖ୍ୟାନ କଲେ। ଯୌଗିକ ବାକ୍ୟ ରୂପାନ୍ତର କରିବାର ଅଛି। ମୁଁ ଅନୁରୋଧ କଲି ଏବଂ ପ୍ରଧାନ ଶିକ୍ଷକ ପ୍ରତ୍ୟାଖ୍ୟାନ କଲେ। ଏ ହେଲା ସଠିକ ଉତ୍ତର। 6 ନମ୍ବରକୁ ଯିବା। ରୂଢ଼ିକୁ ନେଇକି ବାକ୍ୟ ଗଢ଼ିବାର ଅଛି। ନିମ୍ନଲିଖିତ ରୂଢ଼ିକୁ ବ୍ୟବହାର କରି ସାର୍ଥକ ବାକ୍ୟ ଗଠନ କରିବା। ରାଣ୍ଡି ପୁଅ ଅନନ୍ତା, ତାର ଅର୍ଥ କ'ଣ? ଫାଷ୍ଟ ଆମେ ଜାଣିବା। ରାଣ୍ଡି ପୁଅ ଅନନ୍ତା ମାନେ ଅବୁଝା ବ୍ୟକ୍ତି ବା ଶୃଙ୍ଖଳାହୀନ ବ୍ୟକ୍ତି। ରାଣ୍ଡି ପୁଅ ଅନନ୍ତା ପରି ବ୍ୟକ୍ତିଙ୍କୁ କେହି ବୁଝାଇ ପାରିବେ ନାହିଁ। ସେକେଣ୍ଡ ଆଇ, ଜୋକ ମୁହଁରେ ଲୁଣ, ତାର ଅର୍ଥ କ'ଣ? ଗର୍ବ ଭାଙ୍ଗିବା ବା ଅହଙ୍କାର ଭାଙ୍ଗିବା। ପୋଲିସ ବାବୁ ଚୋରକୁ ଉଚିତ ଦଣ୍ଡ ଦେଇ ଜୋକ ମୁହଁରେ ଲୁଣ ଦେବା ପରି କାମ କଲେ। ଥାର୍ଡ଼ ଆଇ, ଦୀପ ତଳ ଅନ୍ଧାର, ତାର ଅର୍ଥ କ'ଣ? ପାଖ ବ୍ୟକ୍ତି ବା ବସ୍ତୁ ପ୍ରତି ଅନାଦର ଭାବ ପୋଷଣ କରିବା। ସରପଞ୍ଚ ବାବୁ ଅନ୍ୟ ଗାଁକୁ ଯାଇ ବଡ଼ ବଡ଼ କାମ କରୁଛନ୍ତି, ହେଲେ କିଏ ତାଙ୍କୁ କହିବ? ଦୀପ ତଳ ଅନ୍ଧାର। 7 ନମ୍ବର, ଶୁଦ୍ଧ ପ୍ରୟୋଗ ଆଧାରରେ ଠିକ୍ ଶବ୍ଦ ଲେଖିବାର ଅଛି, ଯେକୌଣସି ଦୁଇଟି। ଧୂମ୍ରପାନ, ତାର ଶୁଦ୍ଧ ରୂପ ଧୂମପାନ ହୋଇଥାଏ। କାଳିନ୍ଦୀ, ନିର୍ଜନ, ଏ ହେଲା ତାର ଶୁଦ୍ଧ ରୂପ ଗୁଡ଼ିକ। 8 ନମ୍ବରକୁ ଯିବା। ସପ୍ରସଙ୍ଗ ସରଳାର୍ଥ ଅଛି ଗଦ୍ୟ ବିଭାଗରୁ, ଏ ଦୁଇଟି ତୁମେ ଅଭ୍ୟାସ କରିବ। ନମ୍ବର 9, କେଉଁମାନଙ୍କ ସମ୍ବନ୍ଧରେ ପଲେ ଗ୍ରାମରେ ବହୁ କଳ୍ପନା ଜଳ୍ପନା ଚାଲେ? ବିଦ୍ୟାର୍ଥୀମାନଙ୍କ ସମ୍ବନ୍ଧରେ, ଯେଉଁମାନେ ଭଲ ପାଠ ପଢ଼ୁଥାନ୍ତି ସେମାନଙ୍କ ସମ୍ବନ୍ଧରେ ବହୁ କଳ୍ପନା ଜଳ୍ପନା ଚାଲିଥାଏ। ସେକେଣ୍ଡ, ଶିକ୍ଷିତମାନେ କାୟକ୍ଲେଶ ଓ ଆଭିଜାତ୍ୟ ମଧ୍ୟରୁ କେଉଁଟିକୁ ଅଧିକ ପସନ୍ଦ କରନ୍ତି ଓ କାହିଁକି? ଉତ୍ତର କ'ଣ ହେବ? ଶିକ୍ଷିତମାନେ କାୟକ୍ଲେଶ ଓ ଆଭିଜାତ୍ୟ ମଧ୍ୟରୁ ଆଭିଜାତ୍ୟକୁ ଅଧିକ ପସନ୍ଦ କରନ୍ତି, କାରଣ ଆଭିଜାତ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ। କଠୋର ପରିଶ୍ରମ ବା ଶାରୀରିକ ପରିଶ୍ରମ କରିବାକୁ ପଡ଼ିନଥାଏ। ଥାର୍ଡ଼ ଆଇ, ଗଣିତ ଶାସ୍ତ୍ର ବଳରେ କ'ଣ ସାଧିତ ହୋଇଥାଏ? ଉତ୍ତର ହେବ, ଗଣିତ ଶାସ୍ତ୍ର ବଳରେ ଆମେ ଅନେକ ଜଟିଳ ସମସ୍ୟା ଗୁଡ଼ିକୁ ସହଜରେ ସାଧନ କରିପାରିଥାଉ। 5 ନମ୍ବର, ଆମ ଦେଶରେ କୋଟି କୋଟି ଜନତା ଆଖି ଥାଉ ଥାଉ ଅନ୍ଧ କାହିଁକି? ଉତ୍ତର ହେବ, ଯେହେତୁ ଶାସନ ବା ପୁସ୍ତକ ଗୁଡ଼ିକ ଇଂରେଜୀରେ ରହିଛି, ତେଣୁ ଆମ ଦେଶରେ କୋଟି କୋଟି ଜନତା ଆଖି ଥାଉ ଥାଉ ଅନ୍ଧ ବୋଲି କୁହାଯାଇଛି। ଭି, ସନ୍ନ୍ୟାସର କେଉଁ ଧର୍ମକୁ ବିବେକାନନ୍ଦ ବାଛି ନେଇଥିଲେ? ଉତ୍ତର ହେବ, ଧ୍ୟାନ, ଧାରଣା, ଯୋଗ, ସମାଧି ଓ ଇହଲୋକ ବିମୁଖତା ଇତ୍ୟାଦି ସନ୍ନ୍ୟାସୀର ଧର୍ମକୁ ବିବେକାନନ୍ଦ ବାଛି ନେଇଥିଲେ। 10 ନମ୍ବର ଆଇ, କୃଷ୍ଣ କେତେ ଦିନକୁ କଣ୍ଟ ଦେଇ ଗୋପପୁର ଛାଡ଼ିଥିଲେ? 3 ଦିନ, 5 ଦିନ, 7 ଦିନ, 4 ଦିନ। ଉତ୍ତର ହେବ 3 ଦିନ।
ସେକେଣ୍ଡ ଆଇ ସାର ମାଉସୀ ପ୍ରାବନ୍ଧିକଙ୍କୁ ଆଗେ ଦେଖିବା ମାତ୍ରେ କ'ଣ ପଚାରୁଥିଲେ? କେମିତି ଅଛନ୍ତି? ଭଲ ଅଛନ୍ତି ତ ବାବୁ? କେବେ ଆସିଲୁ ବାପା? କେବେ ଆସିଲ ବାପା? ଉତ୍ତର ହେବ କେବେ ଆସିଲୁ ବାପା। ଥାର୍ଡ ଆଇ ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା? ମିଶରୀୟ, ଭାରତୀୟ, ଗ୍ରୀସୀୟ, ରୋମୀୟ? ଉତ୍ତର ହେବ ଭାରତୀୟ ସଭ୍ୟତା। ଆଇଭି ମଣିଷର ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ତଥା ଜ୍ଞାନ ସାଧନକୁ କେଉଁ ଆଖ୍ୟା ଦିଆଯାଏ? ସଭ୍ୟତା, ଗୁଣାତ୍ମକ ଶିକ୍ଷା, ବୈଷୟିକ ଉନ୍ନତି, ଲକ୍ଷ୍ୟସ୍ଥଳ? ଉତ୍ତର ହେବ ସଭ୍ୟତା। ଭି ଧର୍ମଭାବ ଓ ଈଶ୍ୱର ବିଶ୍ୱାସ କିଏ କମାଇ ଦେଇଛି ବୋଲି ଅନେକ ଅଭିଯୋଗ କରିଥାନ୍ତି? ଅନ୍ଧବିଶ୍ୱାସ, ବିଜ୍ଞାନ, ଭ୍ରାନ୍ତ ମାନସିକତା, ଆଧୁନିକ ସଭ୍ୟତା? ଉତ୍ତର ହେବ ବିଜ୍ଞାନ। ଭିଆଇ କାହା ହାତରେ ହଜାର ହଜାର ପ୍ରଜାଙ୍କ ମଙ୍ଗଳ ବିଧାନର କ୍ଷମତା ରହିଛି? ସନ୍ନ୍ୟାସୀ, ଧର୍ମଗୁରୁ, ରାଜା, ବିଶ୍ୱନିୟନ୍ତା? ଉତ୍ତର ହେବ ରାଜା। ଭି ସେକେଣ୍ଡ ଆଇ ବିବେକାନନ୍ଦ ଆକୁମାରେ ହିମାଚଳ ପଦବ୍ରଜରେ ବୁଲି କ'ଣ ସଂଗ୍ରହ କରିଥିଲେ? ପୁସ୍ତକ ପୋଥି, ପ୍ରବଳ ଅଭିଜ୍ଞତା, ମଣିଷର ଦୀର୍ଘଶ୍ୱାସ ଓ ଅଶ୍ରୁ, ଭିକ୍ଷା ଓ ଅର୍ଥ? ଉତ୍ତର ହେବ ପ୍ରବଳ ଅଭିଜ୍ଞତା। ଭି ଥାର୍ଡ BBC ସମ୍ବାଦ ପାଠ ଦ୍ୱାରା ସ୍କଟଲାଣ୍ଡ ଲୋକେ ମାସ ମାସ ଧରି ଆନ୍ଦୋଳନ କରିବା ପଛରେ କେଉଁ ଉଦ୍ଦେଶ୍ୟ ନିହିତ? ଭାଷାର ଶୁଦ୍ଧ ଉଚ୍ଚାରଣ, ସ୍କଟଲାଣ୍ଡର ଇଂଲଣ୍ଡ ବିରୋଧୀ ମନୋଭାବ, ସ୍କଟଲାଣ୍ଡକୁ ସ୍ୱତନ୍ତ୍ର ରାଷ୍ଟ୍ର ମାନ୍ୟତା, ନିଜ ଭାଷା ପାଇଁ ଚେତନା ଓ ସମ୍ମାନ? ଉତ୍ତର ହେବ ନିଜ ଭାଷା ପାଇଁ ଚେତନା ଓ ସମ୍ମାନ। ଆୟାକ୍ସ କେଉଁ ଭାଷାରେ ସମୂହ ଶିକ୍ଷାର ଉଦାହରଣ ପୃଥିବୀରେ କେଉଁଠି ନାହିଁ? ମାତୃଭାଷା, ବିଦେଶୀ ଭାଷା, ଦ୍ୱିତୀୟ ଭାଷା, ଆଞ୍ଚଳିକ ଭାଷା? ଉତ୍ତର ହେବ ବିଦେଶୀ ଭାଷା। ଏକ୍ସ ତୁ ଗୋଟାଏ ପ୍ରକାଣ୍ଡ ବଟବୃକ୍ଷ ପରି ହେବୁ ଏବଂ ତୋ ଛାଇରେ ହଜାର ହଜାର ମଣିଷ ଆଶ୍ରୟ ପାଇବେ, ଏହା ବିବେକାନନ୍ଦଙ୍କୁ କିଏ କହିଥିଲେ? ବିଶ୍ୱନାଥ ଦତ୍ତ, ଶ୍ରୀରାମକୃଷ୍ଣ, ସ୍ୱାମୀ ସୁଧାନନ୍ଦ, ପାଓହାରୀ ବାବା? ଉତ୍ତର ହେବ ଶ୍ରୀରାମକୃଷ୍ଣ। 11 ନମ୍ବର ପଦ ବିଭାଗ ସରଳ ଅର୍ଥ ଅଛି, ଏ ଦୁଇଟି ତୁମେ ଅଭ୍ୟାସ କରିବ ପିଲାମାନେ। 12 ନମ୍ବର 2 ମାର୍କିଆ ପ୍ରଶ୍ନ ଗୁଡ଼ିକ ଅଛି। ନୀଳ ପର୍ବତମାଳା କେଉଁ ପରି ଶୋଭା ପାଉଅଛି? ଉତ୍ତର ହେବ ତରଙ୍ଗ ସଦୃଶ ଶୋଭା ପାଉଅଛି। ସେକେଣ୍ଡ ଆଇ ମହାଲକ୍ଷ୍ମୀଙ୍କ ବାରୁଣକୁ ଆଗ୍ରହ କରି ଦୁର୍ଯ୍ୟୋଧନ ସମ୍ମୁଖ ସମରକୁ କାହିଁକି ଆସିଲେ? କାରଣ ସେ ଭୀମଙ୍କ ଦ୍ୱିତୀୟ ରଡ଼ିକୁ ଆଉ ସହ୍ୟ କରିପାରିଲେ ନାହିଁ, ତେଣୁ ସେ ସମ୍ମୁଖ ସମରକୁ ବାହାରି ଆସିଲେ। ଥାର୍ଡ ଆଇ ରାବଣ ରାମଚନ୍ଦ୍ରକୁ ହୀନ ପରାକ୍ରମେ ମନେ କରିବାର କାରଣ କ'ଣ? କାରଣ ରାମଚନ୍ଦ୍ର ସେତୁ ବାନ୍ଧିବା ପାଇଁ ବା ସମୁଦ୍ରକୁ ପାରି କରିବା ପାଇଁ ବିନା ସନରେ ଅଛନ୍ତି, ବରୁଣ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ସେ କୁଶ ଶଯ୍ୟାରେ ଅଛନ୍ତି। ତେଣୁକରି ଆଇଭି ନିଷେଧିନୀର ପ୍ରଭାବକୁ କିଏ ପ୍ରଚାର କରୁଛି? ଉତ୍ତର ହେବ ଦୂରରେ ଥିବା ଝରଣା ଶବ୍ଦ ଏବଂ ଝିଙ୍କାରୀର ଝଙ୍କାର ପ୍ରଚାର କରୁଛି। ଭି ତିମିରକାର ଭାଙ୍ଗିଦେବା କଥା କବି କାହିଁକି କହିଛନ୍ତି? ଉତ୍ତର ହେବ ମାନବ ମସ୍ତକରେ ସଞ୍ଚିତ ଅପମାନକୁ ପୋଛି ଦେବା ପାଇଁ କବି ତିମିରକାର ଭାଙ୍ଗିଦେବା କଥା କବି କହିଛନ୍ତି। 13 ନମ୍ବର 1 ମାର୍କିଆ ପ୍ରଶ୍ନ ଅଛି ପଦ ବିଭାଗର। ମାଟିମାର ଦେହ କେଉଁଥିରେ ଗଢ଼ା? କମଳପତ୍ର, ପାହାଡ଼ ପଥର, ସବୁଜ ଘାସ, ଗଛ ଲତା? ଉତ୍ତର ହେବ ପାହାଡ଼ ପଥର। ସେକେଣ୍ଡ ଆଇ କେଉଁ ପୁସ୍ତକ ଲାଗି ବିଦ୍ୟୁପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? କନକାଞ୍ଜଳି, ଝରା ଶିଉଳି, କାକଳି, ସଞ୍ଚୟନ? ଉତ୍ତର ହେବ ସଞ୍ଚୟନ। ଥାର୍ଡ ଆଇ ଅନନ୍ତ ପଟ୍ଟନାୟକ କେଉଁ ଚିନ୍ତା ଓ ଚେତନାର କବି? ସୌନ୍ଦର୍ଯ୍ୟବୋଧ, ନୈତିକତାବୋଧ, ସାମ୍ୟବାଦ ଓ ପ୍ରଗତିବାଦ, ସତ୍ୟବାଦୀ? ଉତ୍ତର ହେବ ସାମ୍ୟବାଦ ଓ ପ୍ରଗତିବାଦ। ଆଇଭି ଅରୁଣ କଷାୟ ବାସର ଅର୍ଥ ସ୍ୱରୂପ କେଉଁ ଉକ୍ତିଟି ଠିକ୍? ଅରୁଣଙ୍କ ନିମନ୍ତେ କଷା ବସ୍ତ୍ର, ଅରୁଣଙ୍କର କଷା ବସ୍ତ୍ର, ଅରୁଣ ରଙ୍ଗର କଷା ବସ୍ତ୍ର, କଷାୟ ରଙ୍ଗର ଅରୁଣ ବସ୍ତ୍ର? ଉତ୍ତର ହେବ ଅରୁଣ ରଙ୍ଗର କଷାୟ ବସ୍ତ୍ର, ଅପସନ୍ ସି। ଭି ବାଲ୍ମୀକି ଆଶ୍ରମ ନିକଟସ୍ଥ ପ୍ରବାହିତ କ୍ଷୁଦ୍ର ନଦୀର ନାମ କ'ଣ? ତମସା, ସରଜୁ, ଗୋମତୀ, ଯମୁନା? ଉତ୍ତର ହେବ ତମସା। ଭିଆଇ ନିଶା ଆଗମନ ଅବନୀ କେଉଁ ରୂପ ଧାରଣ କରିଛି? ଗମ୍ଭୀର, ନିଶ୍ଚଳ, କୋଳାହଳପୂର୍ଣ୍ଣ, ନିସ୍ତବ୍ଧ? ଉତ୍ତର ହେବ ନିଶ୍ଚଳ ରୂପ। ଭି ସେକେଣ୍ଡ ଆଇ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ପଦ୍ୟାତ୍ମକ ଶବ୍ଦାକର୍ଷର ନାମ କ'ଣ? ଗୀତାଭିଧାନ, ପ୍ରେମ ସୁଧାନିଧି, ଅମରକୋଷ, ଛାନ୍ଦଭୂଷଣ? ଉତ୍ତର ହେବ ଗୀତାଭିଧାନ। ଭି ଥାର୍ଡ କାହାକୁ ପନକ ନାରାୟଣ କୁହାଯାଏ? ଶ୍ରୀକୃଷ୍ଣ, ମହାଲକ୍ଷ୍ମୀ, ଦୁର୍ଯ୍ୟୋଧନ, ଭୀମ? ଉତ୍ତର ହେବ ଦୁର୍ଯ୍ୟୋଧନ। ଆୟାକ୍ସ ଭୀମଙ୍କ ସିଂହନାଥ ଯୋଡ଼ି ପଦ୍ୟରେ ଉମା କାହାକୁ କୁହାଯାଇଛି? ମହାଲକ୍ଷ୍ମୀ, ପାର୍ବତୀ, ଦୁର୍ଗା, ସରସ୍ୱତୀ? ଉତ୍ତର ହେବ ପାର୍ବତୀ। ଆୟାକ୍ସ ନମ୍ବର କାନ୍ତକବି କେଉଁ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ? ଉତ୍କଳ ସାହିତ୍ୟ, ମୁକୁର, ଡଗର, ଉତ୍କଳ ପ୍ରସଙ୍ଗ? ଉତ୍ତର ହେବ ଡଗର। 14 ନମ୍ବର ଧ କାଠ କିପରି ବୋଲି କାଠୁରିଆ କହିଲା? କାଠଟି ଅତି ପୁରୁଣା, ଶୁଖିଲା, ଗଣ୍ଠିଆ, ଚମଡ଼ା ଆଉ ଟାଣୁଆ ବୋଲିକି କାଠୁରିଆ ଲେଖକଙ୍କୁ କହିଲା। ସେକେଣ୍ଡ ନମ୍ବର ସାନ୍ତାଳଙ୍କ ପର୍ବ କିପରି ପାଳିତ ହୁଏ? ଏହି ପ୍ରଶ୍ନ ତୁମମାନଙ୍କ ପାଇଁ ପିଲାମାନେ, ଯେଉଁମାନେ ଜାଣିଛ କମେଣ୍ଟ କର।
ଥାର୍ଡ ଆଇ ଇତିହାସରେ କଳିଙ୍ଗ ମହାରାଜ ବା ତାଙ୍କ କନ୍ୟାଙ୍କ ନାଁ ନାହିଁ କାହିଁକି? ଇତିହାସ ପ୍ରମାଣ କରିଦେଇଛି ଯେ ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର। ଯେତେ ବଡ଼ ବୀର ହେଲେ ମଧ୍ୟ ସାମ୍ରାଜ୍ୟ ବିସ୍ତାର କରି ନ ପାରିଲେ ଇତିହାସ ସେ ନାମ ଉଚ୍ଚାରଣ କରେ ନାହିଁ। ତେଣୁକରି ଇତିହାସରେ କଳିଙ୍ଗ ମହାରାଜ ବା ତାଙ୍କ କନ୍ୟାଙ୍କ ନାଁ ନାହିଁ। ଆଇଭି କଳିଙ୍ଗ ଯୁଦ୍ଧରେ ଧଳି ଅଞ୍ଚଳ କିପରି ଥରି ଉଠୁଛି? ଘୋଡ଼ାର ଟାପୁ ଶବ୍ଦରେ ଏବଂ ଖଡ଼ଗର ଝଣତ୍କାରରେ ଥରି ଉଠୁଛି। ଭି ନମ୍ବର ବେଲ ଅଶ୍ୱତ୍ଥ ବଟବୃକ୍ଷ ଗଳ୍ପରେ ଗାଳ୍ପିକ କେଉଁ ପ୍ରସଙ୍ଗ ରୂପାୟନ କରିଛନ୍ତି? ଉତ୍ତର ହେବ ମାତା ମାତୃଭୂମି ପ୍ରତି ଆକର୍ଷଣ, ପରିବେଶ ପ୍ରତି ସଚେତନତା ଓ ସାମ୍ପ୍ରତିକ ଜୀବନ ଭୂମିର ବାସ୍ତବତାକୁ ଗାଳ୍ପିକ ଏହି ଗଳ୍ପରେ ରୂପାୟନ କରିଛନ୍ତି। ଭିଆଇ ଠାକୁରଙ୍କୁ ଡାକିବା କେଉଁପରି ବୋଲି ନଟବର ବିଚାର କରିଛନ୍ତି? ଉତ୍ତର ହେବ ନଟବର ବାବୁ ଯେତେବେଳେ ଠାକୁରକୁ ଡାକୁଛନ୍ତି ନିଜର ଆତ୍ମୀୟତାରୁ ଡାକି ପାରୁନାହାନ୍ତି, ଅନ୍ତଃ ହୃଦୟରୁ ଡାକି ପାରୁନାହାନ୍ତି। ତେଣୁ ବର୍ତ୍ତମାନ ଠାକୁରଙ୍କୁ ଡାକିବା ଗୋଟେ ଲୋକ ଦେଖାଣିଆ ଭାବ ବୋଲି ନଟବର ବାବୁ ବିଚାର କରିଛନ୍ତି ଏବଂ ଏହା ଭାବିକି ସେହି ଖରା ଦିନରେ ଖରା ସମୟରେ ତାଙ୍କ ଦେହ ମଧ୍ୟ ଶୀତେଇ ଯାଇଛି। ଭି ସେକେଣ୍ଡ ପ୍ରୀତି ସୁବ୍ରତଙ୍କ ଗାଢ଼ ନେଳି କଲମଟିକୁ ବିକ୍ରି କରିଦେଇଥିଲେ କାହିଁକି? କାରଣ ତାଙ୍କ ଘରେ ପଇସା ନଥିଲା। ଫଳ ଦୁଧ କିଣିବା ପାଇଁ ପ୍ରୀତି ସୁବ୍ରତଙ୍କ ଗାଢ଼ ନେଳି ରଙ୍ଗର କଲମଟିକୁ ବିକି ଦେଇଥିଲେ। ଭି ଥାର୍ଡ କିଏ ବଂଶୀରେ ପୁରବୀ ମୂର୍ଚ୍ଛନ ବଜାଉଥିଲା? ଉତ୍ତର ହେବ ଘନଶ୍ୟାମ ବାବୁଙ୍କ ମଝିଆ ପୁଅ। ଆଇଏକ୍ସ ଭଞ୍ଜକିଶୋର କେଉଁ ନାଟକ ଏକଦା ରଙ୍ଗମଞ୍ଚମାନଙ୍କରେ ଚହଳ ପକାଇଥିଲା? ଏ ମଧ୍ୟ ପିଲାମାନେ ତୁମମାନଙ୍କ ପାଇଁ ପ୍ରଶ୍ନ। ଯେଉଁମାନେ ଜାଣିଛ ଉତ୍ତର ଲେଖ କମେଣ୍ଟ ବକ୍ସରେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦେବ, କେମିତି ଲାଗିଲା କମେଣ୍ଟରେ ଜଣାଇବ। ପୁଣି ଦେଖା ହେବା ପିଲାମାନେ ଆଉ ଏକ ଭିଡ଼ିଓରେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।